ଭାରତୀୟ କ୍ରିକେଟ ଏବଂ ଆଇପିଏଲର ଜଣେ ଜଣାଶୁଣା ବ୍ୟକ୍ତି ଦିନେଶ କାର୍ତ୍ତିକ ଏକ ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରତିନିଧି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ ସମର୍ଥକ, ସାଥୀ ଖେଳାଳି ଏବଂ ପରିବାର ପ୍ରତି କୃତଜ୍ଞତା ଜଣାଇ ସେ ତାଙ୍କ ଯାତ୍ରା ବିଷୟରେ ପ୍ରତିଫଳିତ କରିଥିଲେ ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2024 ଏଲିମିନେଟର ମ୍ୟାଚରେ ରୟାଲ ରାଜସ୍ଥାନ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଆରସିବି ଫାଇନାଲ ଖେଳ ପରଠାରୁ ଦିନେଶ କାର୍ତ୍ତିକଙ୍କ ଅବସର ନେଇ ରିପୋର୍ଟଗୁଡ଼ିକ ଭାସୁଛି ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇନଷ୍ଟାଗ୍ରାମ ମାଧ୍ୟମରେ ଖେଳରୁ ଅବସର ଘୋଷଣା କରି ଆନୁଷ୍ଠାନିକ ଭାବେ ରିପୋର୍ଟକୁ ଶଯ୍ୟାରେ ରଖିଛନ୍ତି। ଭାବପ୍ରବଣ ବିଦାୟ ପୋଷ୍ଟ ସହିତ ଦିନେଶ କାର୍ତ୍ତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟ ତଥା ଆଇପିଏଲର ଜଣେ ଜଣାଶୁଣା ବ୍ୟକ୍ତି ଦିନେଶ କାର୍ତ୍ତିକ ଏକ ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରତିନିଧି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ ସମର୍ଥକ, ସାଥୀ ଖେଳାଳି ଏବଂ ପରିବାର ପ୍ରତି କୃତଜ୍ଞତା ଜଣାଇ ସେ ତାଙ୍କ ଯାତ୍ରା ବିଷୟରେ ପ୍ରତିଫଳିତ କରିଥିଲେ ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2024 ଏଲିମିନେଟର ମ୍ୟାଚରେ ରୟାଲ ରାଜସ୍ଥାନ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆରସିବି ର ଅନ୍ତିମ ଖେଳ ପରଠାରୁ ଅବସର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇନଷ୍ଟାଗ୍ରାମ ମାଧ୍ୟମରେ ଖେଳରୁ ଅବସର ଘୋଷଣା କରି ଆନୁଷ୍ଠାନିକ ଭାବେ ରିପୋର୍ଟକୁ ଶଯ୍ୟାରେ ରଖିଛନ୍ତି ଓ ଦିନେଶ କାର୍ତ୍ତିକ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟର ଜଣେ ପ୍ରକୃତ ସେବକ ଥିଲେ ଏବଂ ଟ୍ରଫି ଉଠାଇଥିବା 2007 ଟି20 ବିଶ୍ୱକପ ଦଳର ଏକ ଅଂଶ ଥିଲେ। 34 ବର୍ଷିଆ 2004 ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏବଂ ଏକ ଆଇୟୁଏସ୍ ରବମୟ କ୍ୟାରିୟର କରିଛନ୍ତି ଯାହାକି 2 ଦଶନ୍ଧି ଧରି ଚାଲିଛି ଓ ଗତ କିଛି ଦିନ ମଧ୍ୟରେ ମୁଁ ପାଇଥିବା ସ୍ନେହ, ସମର୍ଥନ ଏବଂ ପ୍ରେମ ମୋତେ ଅତିଷ୍ଠ କରିଛି ଓ ସମସ୍ତ ପ୍ରଶଂସକଙ୍କୁ ମୋର ଗଭୀର କୃତଜ୍ଞତା ଏବଂ ଆନ୍ତରିକ ଧନ୍ୟବାଦ ଯେଉଁମାନେ ଏହି ଅନୁଭବକୁ ସମ୍ଭବ କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଡ୍ୟୁକେ ନିଜ ପାଇଁ ଏକ ନାମ ସୃଷ୍ଟି କରିଛନ୍ତି ଯେଉଁଥିରେ ସେ 27ଟି ଖେଳ ଖେଳିଛନ୍ତି ଯେତେବେଳେ କିକେଆର୍, ଆରସିବି, ଡିସି ଏବଂ ଏମ୍ଆଇ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ମେନ ଇନ୍ ବ୍ଲୁ ସହିତ ଥରେ ଟ୍ରଫି ଜିତିଛନ୍ତି ଓ ସେ ଲିଗ୍ ସମୟରେ 135.36 ଷ୍ଟ୍ରାଇକ୍ରେ 4842 ରନ୍ ସ୍କୋର କରିଥିଲେ। କ୍ରିକେଟ ସମ୍ବନ୍ଧରେ ଏହା ତାଙ୍କ କ୍ୟାରିୟରର ସମାପ୍ତ ନୁହେଁ କାରଣ ବର୍ଷ ବର୍ଷ ଧରି ସେ ମନ୍ତବ୍ୟ ବକ୍ସରେ ଜଣେ ପ୍ରଶଂସକ ହୋଇପାରିଛନ୍ତି ଏବଂ ଆଗାମୀ ବର୍ଷରେ ତାଙ୍କୁ ଖେଳ ବିଷୟରେ କହିବାକୁ ପ୍ରଶଂସକମାନେ ଉତ୍ସାହିତ ହେବେ।